ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ପଞ୍ଚଦେଶୀୟ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଭାରତ ଇଟାଲୀ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା ସ୍ତରକୁ ନେବା ଲାଗି ଉଭୟ ଦେଶର ପ୍ରତିବଦ୍ଧତା ପ୍ରକାଶ। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ଆସନରେ ଆଜି ଅନୁଷ୍ଠିତ ହେଉଛି ପୁନଃ ମତଦାନ। ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କରେ ଭ୍ରମାତ୍ମକ ତଥ୍ୟ ପ୍ରଚାର ରୋକିବା ନେଇ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଆଲୋଚନା ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ 4 ୱିକେଟ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି ଇଟାଲୀ ଗସ୍ତ କରିଥିଲେ। ଗତକାଲି ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା ସ୍ତରକୁ ନେବା ଲାଗି ପ୍ରତିବଦ୍ଧତା ପ୍ରକାଶ ପାଇଥିଲା। ଉଭୟ ଦେଶ ମଧ୍ୟରେ ଶ୍ରୀ ମୋଦିଙ୍କ ଗସ୍ତ କାଳରେ କୃଷି, ବିରଳ ଖଣିଜ ପଦାର୍ଥ, ଆୟୁର୍ବେଦ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏବଂ ଭାରତୀୟ ନର୍ସମାନଙ୍କ ସେବା ପ୍ରଦାନ ନେଇ ଅନେକଗୁଡ଼ିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମିଳିତ ପ୍ରେସ୍ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଇଟାଲୀ ପ୍ରତିପକ୍ଷ ଜର୍ଜିଆ ମେଲୋନି କହିଛନ୍ତି, ଉଭୟ ଦେଶ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ବିକାଶ ଏବଂ ଉତ୍ପାଦନ ନେଇ ସହଯୋଗ କରିବେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଉଭୟ ଦେଶ ପୋତାଶ୍ରୟ ଆଧୁନିକୀକରଣ, ଜାହାଜ ଚଳାଚଳ, ପରିବହନ ଏବଂ ନୀଳ ଅର୍ଥନୀତିର ବିକାଶ ଦିଗରେ କାର୍ଯ୍ୟ କରିବେ। ଶ୍ରୀ ମୋଦି କହିଛନ୍ତି, ୟୁକ୍ରେନ୍, ପଶ୍ଚିମ ଏସିଆ ଏବଂ ବିଶ୍ୱର ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଉତ୍ତେଜନାର ସମାଧାନ ଦିଗରେ ଉଭୟ ଦେଶ କାର୍ଯ୍ୟ କରୁଛନ୍ତି। ଭାରତ ଆପୋଷ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେଉଛି ବୋଲି ଶ୍ରୀ ମୋଦି କହିଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି କହିଛନ୍ତି, ଉଭୟ ଦେଶ ଅତ୍ୟାଧୁନିକ ବିନିର୍ମାଣ, ଭିତ୍ତିଭୂମି, ଶକ୍ତି, ମହାକାଶ ଅର୍ଥନୀତି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ମିଳିତ ଭାବେ ଅଗ୍ରସର ହେଉଛନ୍ତି। ବିରଳ ଖଣିଜ ପଦାର୍ଥ, କୃଷି ଶିଳ୍ପ, ସାମୁଦ୍ରିକ ପରିବହନ ଏବଂ ପର୍ଯ୍ୟଟନ ଓ ସଂସ୍କୃତି କ୍ଷେତ୍ରରେ ଉଭୟ ଦେଶରେ ଅପାର ସମ୍ଭାବନା ରହିଥିବା ଇଟାଲୀ ପ୍ରଧାନମନ୍ତ୍ରୀ କହିଛନ୍ତି। ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦି ଇଟାଲୀ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିଥିବା ବେଳେ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ପ୍ରତିନିଧି ସ୍ତରୀୟ ଆଲୋଚନା ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନଜନକ UN ଏଗ୍ରିକୋଲା ମେଡାଲରେ ସମ୍ମାନିତ କରାଯାଇଛି। ଉଭୟ ଦେଶ 2027 ବର୍ଷକୁ ଇଟାଲୀ ଭାରତ ସଂସ୍କୃତି ଓ ପର୍ଯ୍ୟଟନ ବର୍ଷ ଘୋଷଣା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ये भारत के करोड़ों किसानों, पशुपालकों, मत्स्य पालकों, कृषि वैज्ञानिकों और हमारे श्रमिकों का सम्मान है। यह भारत की उस अटूट प्रतिबद्धता का भी सम्मान है जिसके केंद्र में मानव कल्याण, खाद्य सुरक्षा और सस्टेनेबल डेवलपमेंट है। मैं इस मेडल को अत्यंत विनम्रता के साथ स्वीकार करते हुए भारत के अन्नदाताओं को यह मेडल समर्पित करता हूं। ଆମେରିକାର ବିଦେଶ ମନ୍ତ୍ରୀ ମାର୍କ ରୁବିଓ କହିଛନ୍ତି, ସେ ଭାରତରେ ଥିବା ସହଯୋଗୀମାନଙ୍କ ସହ ଆମେରିକାର 250ତମ ବାର୍ଷିକୀ ପାଳନ କରିବା ଲାଗି ଅପେକ୍ଷା କରିଛନ୍ତି। ଭାରତ ଗସ୍ତ ପୂର୍ବରୁ ଏକ ଭିଡିଓରେ ଶ୍ରୀ ରୁବିଓ କହିଛନ୍ତି, ଭାରତ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଏବଂ ଆମେରିକା ବିଶ୍ୱର ସବୁଠାରୁ ପୁରାତନ ଗଣତନ୍ତ୍ର ହୋଇଥିବାରୁ ଆମେରିକା ଭାରତ ସହ ଏହି ଦିବସ ପାଳନ କରିବାକୁ ଆଗ୍ରହୀ। ଭାରତରେ ଥିବା ଆମେରିକାର ଦୂତାବାସ ପକ୍ଷରୁ ଏହି ଭିଡିଓଟି ସେୟାର କରାଯାଇଛି। ଆସନ୍ତା ଜୁଲାଇ 4 ତାରିଖରେ ଆମେରିକା ଐତିହାସିକ ସ୍ୱାଧୀନତା ଘୋଷଣାନାମା ସ୍ୱାକ୍ଷରର 250 ବର୍ଷ ପାଳନ କରିବାକୁ ଯାଉଛି। ଶ୍ରୀ ରୁବିଓ ଆସନ୍ତା ଶନିବାର ଦିନ 4 ଦିନିଆ ଗସ୍ତରେ ଭାରତ ଆସିବେ। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ଶ୍ରୀ ରୁବିଓ କୋଲକାତା, ଆଗ୍ରା, ଜୟପୁର ଏବଂ ନୂଆଦିଲ୍ଲୀ ଗସ୍ତ କରିବା ସହ 26 ତାରିଖରେ କ୍ୱାଡ ବୈଠକରେ ଅଷ୍ଟ୍ରେଲିଆ ଏବଂ ଜାପାନର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବୈଠକରେ ଅଧ୍ୟକ୍ଷତା କରିବେ। ପଶ୍ଚିମବଙ୍ଗର ଦକ୍ଷିଣ 24 ପ୍ରଗଣା ଜିଲ୍ଲାସ୍ଥିତ ଫାଲ୍ଟା ବିଧାନସଭା ଆସନରେ ଆଜି ପୁନଃ ଭୋଟ ଗ୍ରହଣ ଅନୁଷ୍ଠିତ ହେଉଛି। ସକାଳ 7ଟାରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 6ଟାରେ ଏହା ଶେଷ ହେବ। 2 ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ 6 ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗୀର ଖାଁ ନିର୍ବାଚନରୁ ଓହରି ଯାଇଥିବା ବେଳେ ପ୍ରତ୍ୟାହାର ତାରିଖ ଅତିକ୍ରମ କରିଯାଇଥିବାରୁ ତାଙ୍କ ନାମ ବାଲାଟ ପେପରରେ ରହିଛି। ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା, କଂଗ୍ରେସ ପ୍ରାର୍ଥୀ ଅବଦୁଲ ରଜାକ ମୁଲ୍ଲା ଏବଂ ସିପିଆଇଏମ୍ ପ୍ରାର୍ଥୀ ଶମ୍ଭୁନାଥ କୁର୍ମୀ ମୁଖ୍ୟତଃ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। ଆମ ସମ୍ବାଦଦାତାଙ୍କ ରିପୋର୍ଟ ଅନୁଯାୟୀ ଶାନ୍ତିପୂର୍ଣ୍ଣ ମତଦାନ ନିମନ୍ତେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ 285ଟି ଯାକ ବୁଥ୍ରେ ୱେବ୍କାଷ୍ଟିଂ ବ୍ୟବସ୍ଥା କରାଯାଇଛି। ଏହି ବିଧାନସଭା ଆସନରେ 2,36,000ରୁ ଅଧିକ ଭୋଟର ରହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସାମାଜିକ ଗଣମାଧ୍ୟମଗୁଡ଼ିକରେ ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ବନ୍ଧରେ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରାଯାଉଥିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବୈଠକ କରିଛନ୍ତି। ବିଶେଷ ଭାବେ ମେଟା, ଗୁଗୁଲ ଓ ଟେଲିଗ୍ରାମର ପ୍ରତିନିଧିଙ୍କ ସହ ମିଥ୍ୟା ତଥ୍ୟ ପ୍ରସାର ନେଇ ଆଲୋଚନା ହୋଇଛି। ଆସନ୍ତା ମାସ 21 ତାରିଖରେ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବାକୁ ଥିବାରୁ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ସାମାଜିକ ଗଣମାଧ୍ୟମ ଚ୍ୟାନେଲଗୁଡ଼ିକ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କରେ ପ୍ରଶ୍ନପତ୍ର ପ୍ରଘଟ ଏବଂ ଯାଞ୍ଚ ହୋଇନଥିବା ତଥ୍ୟ ପ୍ରସାରଣ କରିବା ଫଳରେ ପରୀକ୍ଷାର୍ଥୀ ଓ ଅଭିଭାବକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା କୁହାଯାଇଛି। ଅନ୍ୟ ଏକ ବୈଠକରେ ଆଗାମୀ ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଢଙ୍ଗରେ କରିବା ଲାଗି ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବା ଉପରେ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ଗତକାଲି ନୂଆଦିଲ୍ଲୀରେ କେନ୍ଦ୍ରୀୟ ସୁରକ୍ଷା ବଳ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହ ଏକ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ପ୍ରଧାନ କହିଛନ୍ତି, ଯେଉଁସବୁ ଚ୍ୟାନେଲଗୁଡ଼ିକ ମିଥ୍ୟା ତଥ୍ୟ ପ୍ରସାରଣ କରୁଛନ୍ତି ସେଗୁଡ଼ିକୁ ବନ୍ଦ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯିବ। ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ, ଜାତୀୟ ପରୀକ୍ଷଣ ସଂସ୍ଥା ସହ ସମନ୍ୱୟ ରକ୍ଷା କରି ମିଥ୍ୟା ତଥ୍ୟ ପ୍ରସାରଣ ନ କରିବା ଓ ପରୀକ୍ଷାରେ ସ୍ୱଚ୍ଛତା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଲାଗି ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଭାରତ ଓ ବାଂଲାଦେଶ ସୀମାରେ କଣ୍ଟାବାଡ଼ ସ୍ଥାପନ ଲାଗି ପଶ୍ଚିମବଙ୍ଗ ସରକାର ସୀମା ସୁରକ୍ଷା ବଳ ବିଏସ୍ଏଫ୍କୁ ଜମି ହସ୍ତାନ୍ତର କାର୍ଯ୍ୟ ଆରମ୍ଭ କରିଛନ୍ତି। ଗତକାଲି ନବନ୍ନାରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆନୁଷ୍ଠାନିକ ଭାବେ ବିଏସ୍ଏଫ୍ ଅଧିକାରୀଙ୍କ ଉପସ୍ଥିତିରେ ଏହି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପୂର୍ବତନ ସରକାର କଣ୍ଟାବାଡ଼ ଲଗାଇବା କାର୍ଯ୍ୟରେ ଟାଳଟୁଳ ନୀତି ଅବଲମ୍ବନ କରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଦେଶର ସୁରକ୍ଷା ଦିଗରେ ତାରବାଡ଼ ଲଗାଇବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ବାଂଲାଦେଶ ପଟୁ ଭାରତ ମଧ୍ୟକୁ ଅବୈଧ ପ୍ରବେଶ ରୋକିବା ସହ ତାରବାଡ଼ ସ୍ଥାପନ ଦ୍ୱାରା ନିଶାଦ୍ରବ୍ୟ କାରବାର, ନକଲି ମୁଦ୍ରା କାରବାର, ଧର୍ମାନ୍ତରୀକରଣ ଓ ଅପରାଧ ରୋକାଯାଇ ପାରିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି। ଭାରତ ବାଂଲାଦେଶ ମଧ୍ୟରେ 4,000 କିଲୋମିଟର ସୀମାବର୍ତ୍ତୀ ଅଞ୍ଚଳ ରହିଥିବା ବେଳେ ପଶ୍ଚିମବଙ୍ଗରେ 2,200 କିଲୋମିଟର ରହିଛି। ସେଥିମଧ୍ୟରୁ 1,600 କିଲୋମିଟର ଦୀର୍ଘ ସୀମାରେ ତାରବାଡ଼ ବସି ସାରିଥିବା ବେଳେ 600 କିଲୋମିଟର ଦୀର୍ଘ ସୀମାରେ ତାରବାଡ଼ ଲଗାଯିବ। ଗତକାଲି ହସ୍ତାନ୍ତର ହୋଇଥିବା 27 କିଲୋମିଟର ସୀମା ମଧ୍ୟରୁ 18 କିଲୋମିଟର ସୀମାରେ ତାରବାଡ଼ ଲଗାଯିବା ସହ 9 କିଲୋମିଟର ସୀମାରେ ବିଏସ୍ଏଫ୍ ଆଉଟପୋଷ୍ଟ ଏବଂ ଭିତ୍ତିଭୂମି ନିର୍ମାଣ କରାଯିବ। ଏଥିଲାଗି ଆବଶ୍ୟକ ଖର୍ଚ୍ଚ କେନ୍ଦ୍ର ସରକାର ଏବଂ ବିଏସ୍ଏଫ୍ ବହନ କରିବେ। ଆଗାମୀ ଦିନରେ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଜିଲ୍ଲା ପ୍ରଶାସନ, ବିଏସ୍ଏଫ୍, ରାଜ୍ୟ ପୋଲିସ ଏବଂ ସୀମା ଶୁଳ୍କ ବିଭାଗର ସମନ୍ୱୟ ବୈଠକ ନିୟମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିଏସ୍ଏଫ୍ ମହାନିର୍ଦ୍ଦେଶକ ପ୍ରବୀଣ କୁମାର ସ୍ୱାଗତ କରିଛନ୍ତି। ଓଡ଼ିଶା ସମେତ 11ଟି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ଓଡ଼ିଶା, ଉତ୍ତରପ୍ରଦେଶ ଏବଂ ବିଦର୍ଭ ଅଞ୍ଚଳରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ରାତି ସମୟରେ ମଧ୍ୟ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଇପିଏଲ୍ କ୍ରିକେଟରେ ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 4 ୱିକେଟ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ 20 ଓଭରରେ 8 ୱିକେଟ୍ ହରାଇ 147 ରନ୍ କରିଥିଲା। ଜବାବରେ କୋଲକାତା ନାଇଟ୍ ରାଇଡର୍ସ 7ଟି ବଲ୍ ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ସନ୍ଧ୍ୟା 7:30ରେ ମ୍ୟାଚ୍ ଖେଳାଯିବ। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ରେ ବାଂଲାଦେଶ 5ମ ସ୍ଥାନକୁ ଉନ୍ନୀତ ହୋଇଛି। ଗତକାଲି ସିଲହଟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ବାଂଲାଦେଶ 78 ରନ୍ରେ ପାକିସ୍ତାନକୁ ପରାସ୍ତ କରିବା ପରେ ଏହି ସଫଳତା ମିଳିଛି। ତାଲିକାରେ ପାକିସ୍ତାନ 8ମ ସ୍ଥାନକୁ ଖସି ଆସିଛି। ମଧ୍ୟପ୍ରଦେଶର ଭୋପାଳସ୍ଥିତ ଉଦ୍ଧବ ଦାସ ମେହେଟା କେନ୍ଦ୍ରୀୟ ସାଇ କେନ୍ଦ୍ରରେ 18 ବର୍ଷରୁ କମ୍ ପୁରୁଷ ହକିରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଚତୁର୍ଥ ତଥା ଫାଇନାଲ୍ ମ୍ୟାଚ୍ 3-3ରେ ଅମୀମାଂସିତ ରହିଛି। ଅନ୍ୟପକ୍ଷରେ 18 ବର୍ଷରୁ କମ୍ ଭାରତୀୟ ମହିଳା ହକି ଟିମ୍ ଅଷ୍ଟ୍ରେଲିଆକୁ ଫାଇନାଲ୍ ମ୍ୟାଚ୍ରେ 4-1ରେ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ।
पंचदेशीय गस्त शेष करी नुआदिल्ली प्रत्यावर्तन कले प्रधानमंत्री। भारत इटाली संपर्क को स्वतंत्र रणनैतिक भागीदारिता स्तर को नेबा लगी उभय देशर प्रतिबद्धता प्रकाश। पश्चिमबंग फाल्टा विधानसभा आसन में आज अनुष्ठित होउछि पुनः मतदान। प्रतियोगितामूलक परीक्षा संपर्क में भ्रमात्मक तथ्य प्रचार रोकवा नहीं सामाजिक गणमाध्यम प्रतिनिधि केन्द्र शिक्षामंत्री आलोचना। एवं आईपीएल क्रिकेट रे गतकाली अनुष्ठित मैच रे मुंबई इंडियंस को 4 विकेट परास्त कला कोलकाता नाइट राइडर्स। संवाद शेष है।